ବରଗଡ଼ ଜିଲ୍ଲା ଯାହା ଏବେ ମଥୁରା ନଗରୀ ପାଲଟିଛି। ମଥୁରା ନଗରୀରେ କର୍କଟ ରୋଗ ବ୍ୟାପୁଥିବାର ଦେଖି ମଥୁରା ନଗରୀ ରାଜା କଂସ ମହାରାଜ ସିଡିଏମଙ୍କୁ ଡାକି ପଚାରିଛନ୍ତି ଏହାର ବ୍ୟବସ୍ଥା କ'ଣ କରାଯାଇଛି। ମଥୁରା ନଗରୀର ପ୍ରଜାମାନେ ଗୁରୁତର ଅଭିଯୋଗ କରୁଛନ୍ତି। ଏହି ଅଭିଯୋଗ ମଥୁରା ନଗରୀରେ କର୍କଟ ରୋଗ ହୁ ହୋଇ ବଢ଼ି ଚାଲିଛି। ଅଦିନରେ ପ୍ରଜାଙ୍କ ଜୀବନ ଚାଲି ଯାଉଛି। ଏହି କର୍କଟ ରୋଗ ଆମ ମଥୁରା ନଗରୀ ପାଇଁ ଆତଙ୍କ ସାଜିଛି। ପ୍ରଜାଙ୍କର ମଙ୍ଗଳ ପାଇଁ କେଉଁ ପ୍ରତିକାର କରାଯାଇଛି ଜଣାପଡ଼ୁନାହିଁ ମହାରାଜ। ଏଥିସହିତ ଏଚ୍ଏମ୍ପିଭି ଭୂତାଣୁ ବ୍ୟାପିବାରେ ଲାଗିଛି। ଏହାର କି ପଦକ୍ଷେପ ନେଇଛନ୍ତି ଜିଲ୍ଲା ଚିକିତ୍ସା ଅଧିକାରୀ କିଛି ଜଣାପଡ଼ୁନାହିଁ। ଉତ୍ତର ଦିଅନ୍ତୁ ବିବେଶକ। କହିଲା କିଏ କାହାର ଚଟି ଆସିଲା କାହା ମଥୁରା ନରେଶଙ୍କର ଜୟ ହଉ। ମୁଁ ବରଗଡ଼ ଜିଲ୍ଲା ଚିକିତ୍ସା ଅଧିକାରୀ ଭାବରେ ପାଖକୁ ଯାଆନ୍ତୁ। ଜଣାଇବାକୁ ଚାହୁଁଛୁ ଯେ ଆମର ଯେଉଁ କର୍କଟ ଚିକିତ୍ସା କେନ୍ଦ୍ର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରହିଛି ସେଥିରେ ବହିର୍ବିଭାଗ ଓ ଅନ୍ତର୍ବିଭାଗରେ ପ୍ରତିଦିନ ଚିକିତ୍ସା ହେଉଛି। ବହିର୍ବିଭାଗରେ ଡେଲି ଓପିଡି ହେଉଛି ଏବଂ ଅନ୍ତର୍ବିଭାଗରେ 20ଟି ଶଯ୍ୟାରେ ଡେଲି କେମୋଥେରାପି ମଧ୍ୟ ଦିଆହେଉଛି। ତାପରେ ଆମର ପ୍ରତି ଗୁରୁବାର ଦିନ ଆମର 204ଟି ସବ୍ ସେଣ୍ଟର ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଯେଉଁଟା ଅଛି ସେଥିରେ ସସ୍ପେକ୍ଟେଡ୍ କ୍ୟାନ୍ସର ରୋଗୀମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ରେଫର କରାହେଉଛି ଏବଂ ମାସର ପ୍ରଥମ ଶନିବାର ଏବଂ ତୃତୀୟ ଶନିବାର ଦିନ କ୍ୟାନ୍ସର ବାଗଚି ସେଣ୍ଟରରୁ 2 ଜଣ ସ୍ପେଶାଲିଷ୍ଟ ଚିକିତ୍ସକ ମଧ୍ୟ ଆସୁଛନ୍ତି। ସେମାନଙ୍କର ଉନ୍ନତମାନର ଚିକିତ୍ସା ନିମନ୍ତେ ଆମେ ଯଥାବିଧି ପଦକ୍ଷେପ ନେଉଛୁ ମହାରାଜ। ଏବଂ ଏଚ୍ଏମ୍ପିଭି ଭୂତାଣୁ ଏପର୍ଯ୍ୟନ୍ତ ଭାରତରେ ମାତ୍ର 8ଟି କେସ୍ ଡିଟେକ୍ଟ ହେଇଛି। ଆମର ଓଡ଼ିଶାରେ ଏପର୍ଯ୍ୟନ୍ତ ଦେଖାଯାଇନି। ଶୁଣ, ମୋରି ଆଦେଶରେ ଆସନ୍ତାକାଲି ସର୍ବପ୍ରଥମରେ ଡାକ୍ତରୀ ଦଳ ଯିବେ ଆଶ୍ରୟସ୍ଥଳୀକୁ। ମହାରାଜ ଆପଣଙ୍କ ଆଦେଶ ସେଠି ଯେତିକି ବୃଦ୍ଧ ବୃଦ୍ଧା ଅଛନ୍ତି ସମସ୍ତଙ୍କୁ ଚିକିତ୍ସା କରିବା ପାଇଁ ଦେଉଛି ଆଦେଶ। ଆପଣଙ୍କ ଆଦେଶ ମହାରାଜ। ଧନ୍ୟ ହେଲି। ଶୁଣ, ତମ ପରି ସିଡିଏମ ପାଇଁ ମୁଁ ଆନନ୍ଦିତ ଏବଂ ଗର୍ବିତ। କାହିଁକି ନା ଯୋଉ ଅଭିଯୋଗ ଆମ ସିଡିଏମ ପାଖରେ ପହଞ୍ଚିଛି ସାଙ୍ଗେ ସାଙ୍ଗେ ଉତ୍ତର। ତେଣୁ ଆନନ୍ଦିତ ଏବଂ ଗର୍ବିତ। ସସମ୍ମାନ ଆସନ। ବ୍ୟୁରୋ ରିପୋର୍ଟ, ଭଏସ୍ ଅଫ୍ ଓଡ଼ିଶା ଲାଇଭ୍।